ଡେଙ୍ଗାପଦର ପୋଖରୀରୁ ମୃତ୍ୟୁଦେହ ଉଦ୍ଧାର। କୁକୁଡ଼ାଖଣ୍ଡି ବ୍ଲକ ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ଏକ ପୋଖରୀ ଭିତରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ମୃତ ବ୍ୟକ୍ତିଙ୍କୁ ପ୍ରଥମେ ଡେଙ୍ଗାପର ମଦଭାଟି ନିକଟରେ ହତ୍ୟା କରି ବ୍ରହ୍ମପୁରଠୁ ଦିଗପହଣ୍ଡି ଯାଇଥିବା ମୁଖ୍ୟ ରାସ୍ତା ପାର୍ଶ୍ୱ ଡେଙ୍ଗାପଦର ଗ୍ରାମର ପୋଖରୀରେ ମୃତ୍ୟୁ ବ୍ୟକ୍ତିଙ୍କ ମରଶରୀର ପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ପାଇ ସଦର ପୋଲିସ ଏବଂ ଏସଡିପିଓ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ଏବଂ ମୃତ୍ୟୁ ଜଣଙ୍କ ଲାଞ୍ଜିଆ ଗ୍ରାମର ସୁଭାଶିଷ ଚୌଧୁରୀ ବୋଲି ଜଣାପଡ଼ିଛି। ପରିବାର ଲୋକେ କହିବା ଅନୁଯାୟୀ ସୁଭାଶିଷ ଗତକାଲି ରାତ୍ର 10ଟା ସମୟରେ ଖାଇସାରି ଶୋଇଥିବା ସମୟରେ କିଛି ସାଙ୍ଗ ବାଇକରେ ଆସି ଡାକିନେଇ ଏପରି କରିଥିବା ଅଭିଯୋଗ ଆଣିଛନ୍ତି। କୁକୁଡ଼ାଖଣ୍ଡି ରୂପୀ କୃଷ୍ଣମୂର୍ତ୍ତି ରିପୋର୍ଟ ଲାଇଭ୍ ଓଡ଼ିଶା ନ୍ୟୁଜ୍ ଅପଡେଟ୍। ରାଧାକୃଷ୍ଣ ଚୌଧୁରୀ ବିଷୟରେ ମୁଁ ତ କିଛି ଜାଣିନି। ଘରେ ସିଏ ଶୋଇଥିଲା, ମୁଁ ଖାଇ ବସିଥିଲି, ସିଏ ଆସିଲେ ତାକୁ କ'ଣ କିସ ହେଇଛି। ମୁଁ ଏବେ ସକାଳେ ଦେଖିଲି ଯେ ଏମିତି ମୋତେ ଫୋନ୍ ହେଲା ମୁଁ ଜାଣିଲି। ଏବେ ତାର ବେକ ମାଡ଼ ହେଇଛି, ଆଉ ଗୋଟେ କାନ ପାଖକୁ ଏଡ଼ିଏଲି ବି ମାଡ଼ ହେଇଛି ଏମିତି। ଆଉ ସେ ତ ଆମକୁ କହିଲେ ଆମେ ଜାଣିବୁ, ଆମେ ତ ଗୋଟେ ଘରେ ଯାଏ। ଦେଖ ଏବେ ଆମେ ସମସ୍ତେ ମିଶିକି ରହୁଛନ୍ତି। ଆପଣ କ'ଣ କରୁଛନ୍ତି? ଆପଣଙ୍କର ଘରେ କ'ଣ ସମସ୍ତେ କ'ଣ ଜାଣୁଛନ୍ତି? ରାମକୃଷ୍ଣ ଚୌଧୁରୀ ଲାଞ୍ଜିଆ। ଏ ଯୋଉ ପଡ଼ିଛି ପୋଖରୀରେ କ'ଣ ସବୁ ହବ, କେମିତି କ'ଣ ହେଲା? ସେ ଶିବାଶିଷ ଚୌଧୁରୀ ତାକୁ ରାତିରେ ଡାକି ଆଣିଛନ୍ତି। ଆଉ ମୁଁ ରାତିରେ ବିଶ୍ୱକର୍ମ ପୂଜା, ମୁଁ ଗୋଟେ କମ୍ପାନୀରେ କାମ କରୁଥିଲି, ତ ମୁଁ ରାତିରେ ଆସିକି ଖାଇ ପିଇକି ଆସି ଶୋଇଛି। ସେ ଟାଇମ୍ରେ ତାକୁ ଯାଇକି ଘରେ ଶୋଇଥିଲେ ଡାକି ଧରି ଆସିଛି। ତା ସାଙ୍ଗ ନାଗ ଆଉ କିଏ କିଏ ଯାଇଛନ୍ତି ମୁଁ ଦେଖିନି। ଶୋଇଥିଲେ ତାକୁ ଡାକି ଧରି ଆଇଲି, କୁଆଡ଼େ ଯିବା କରି ଆଇଲି, ମୁଁ କୁଆଡ଼େ ଯାଇଥିଲି କରୁଛି ରାତି 8ଟା ବେଳୁ ଆଉ। କେତେ ଜଣ ଆସିଥିଲେ? 3-4 ଜଣ ହେଇଥିଲେ, ବାଇକ୍ରେ ଯାଇଥିଲେ କି ନାଇଁ। ସେଇଠି ସବୁ ସାଇ ପଡ଼ିଶା ସବୁ ଦେଖିଛନ୍ତି, ତାଙ୍କୁ ହେଲେ କହୁଛନ୍ତି ବାଇକ୍ରେ ଆଇଲେ। ନା ମୁଁ ଦେଖିନି କାହିଁକି, ତାର ସାଙ୍ଗ ଯାହା କି ଘରୁ ଆୟା ନୁହେଁ। ଆଉ ସେ କୋଉଠି ଇଏ କରୁছে ନାଇଁ କିଛି ନାହିଁ, ଘରେ କିଛି ହେଲେ କାମ ହେଲେ କରୁନଥିଲା, ଘରେ ରହୁଥିଲା ଖାଲି। ଆଗରୁ କାହା ସହିତ କ'ଣ ସମ୍ପର୍କ? ନାଇଁ ସେ କିଛି ନଥିଲା।